ଚୋରା ଗଞ୍ଜେଇ ଚାଲାଣ 4 ଗାଡ଼ି ସହିତ 70 କେଜି ଗଞ୍ଜେଇ ଜବତ 7 ଗିରଫ। ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ଭୁବନ କାମାକ୍ଷାନଗର ବଡ଼ଝରା ଆଳୁତମ ଆଦି ସ୍ଥାନରେ ଅବକାରୀ ବିଭାଗର କର୍ମଚାରୀମାନେ ଜଗି ରହି 4ଟି ଗାଡ଼ି 70 କେଜି ଗଞ୍ଜେଇ ଜବତ କରିବା ସହିତ 7 ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପର୍ଜଙ୍ଗ ଓ ଭୁବନ ଅବକାରୀ ବିଭାଗ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ 7 ଲକ୍ଷ ଟଙ୍କା ହୋଇଥିବା ସୂଚନା। ଏହି ଗଞ୍ଜେଇ ସବୁ ବୌଦ୍ଧ ଓ କନ୍ଧମାଳ ଅଞ୍ଚଳରୁ ଚୋରାରେ ଢେଙ୍କାନାଳ ଯାଜପୁର ଜିଲ୍ଲାରେ ବିକ୍ରି କରାଯାଉଥିବା ନେଇ ଅବକାରୀ ବିଭାଗ ଅଧୀକ୍ଷକ ସୂଚନା ପ୍ରଦାନ କରିଛନ୍ତି। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ୍। ନୂଆ ଗାଟା ଅଛି ଆଉ